ମହୋଦୟ କହୁଥିଲେ ସେ ମିଠା କଥା। ତେଣୁ ଗୁରୁମା କଥା ସେ ଗୁରୁଙ୍କ କଥା, ଏ ଶ୍ରୀ ପ୍ରଭୁଙ୍କର ମିଠା କଥା। ତେଣୁ ସେ ପ୍ରଭୁଙ୍କ ନାମ ହରିମୟ ଜଗନ୍ମୟ ହରି। ସେ ହରିକୁ ଗୋଟିଏ ରସଗୋଲା କରିଦେବା। ସେ ରସଗୋଲାରେ ଆଜି ସମସ୍ତଙ୍କ ମୁଖରେ ସେ ପ୍ରଭୁ ନାମର ରସଗୋଲାଟିଏ ମୁଁ ଆପଣମାନଙ୍କୁ ନିଜସ୍ୱ ଲେଖାରୁ ଗୋଟିଏ ଆପଣମାନଙ୍କୁ ବିପଦ ସେ ପ୍ରଭୁଙ୍କର ଚରଣାରବିନ୍ଦରେ ଶତକୋଟି ପ୍ରଣାମ ଜଣାଇ ଆଜି ସେଇ ପ୍ରଭୁଙ୍କର ରସମୟ ଗୀତଟିଏ ଆପଣମାନଙ୍କୁ କହୁଛି। ଓଙ୍କାର ବିନ୍ଦୁ ସଂଯୁକ୍ତଂ ନିତ୍ୟ ଧାୟନ୍ତି ଯୋଗିନଂ କାମଦ ମୁଖ୍ୟରଥ ଏବଂ ଓଙ୍କାରାୟ ନମଃ ନମଃ। ହରି ନାମ ରସମଲେଇ ଖାଇ ଯାଅ ଥରେ ଭାବଳ ଗାଇକି ହରି ନାମ ରସମଲେଇ ଖାଇ ଯାଅ ଥରେ ଭାବଳ ଗାଇକି ହରି ନାମ ରସମଲେଇ। কৃষ্ণ নাম তই ক্ষীর শরীর হাঁড়িরে পভার, কৃষ্ণ নাম তই ক্ষীর শরীর হাঁড়িরে পভার, শ্রী গুরু নামরে নাচি জীব, শ্রী গুরু মরে নাচি জীব, গোবিন্দ নামরে রস হরি নাম রসমলেই খাই যাও থরে ভাবল গাই হরি নাম রসমলেই। রাম নাম টেকেশ্বর গুজরাতি বিবেক তোর, রাম নাম টেকেশ্বর গুজরাতি বিবেক তোর, সে ফেস্তারা ধাম মহামন্ত্র নাম, সে ফেস্তারা ধাম মহামন্ত্র নাম, অন্তর আত্মারে প্রিয় গোলেই হরি নাম রসমলেই খাই যাও থরে ভাবল গাই হরি নাম রসমলেই। পঁচিশ প্রকৃতি ধরি পঞ্চমন একত করি, পঁচিশ প্রকৃতি ধরি পঞ্চমন একত করি, সিয়ে খাউথিব সিয়ে তরি দিব, সিয়ে খাউথিব সিয়ে তরি দিব, পারিবনি পাপ পাশ ছুঁই হরি নাম রসমলেই খাই যাও থরে ভাবল গাই কি ভাবল গাই হরি নাম রসমলেই। ଯାଉ ସେ ଶରୀରାତ୍ମା ମା କହୁଥିଲେ, ଗୁରୁ ମା କହୁଥିଲେ। ତେଣୁ ସେ ଶରୀରାତ୍ମାର ଭଜନ ଆଜି ସେ ପ୍ରଭୁଙ୍କର ନାମକୁ ଯଦି ଆମେ ସମସ୍ତେ ପଦେ ନିମିଷେ ଦଣ୍ଡେ ମାତ୍ର ଯଦି ନବା, ତାହେଲେ ଆମର କୌଣସି ପାପ ବା କୌଣସି ଶକ୍ତି ଯୋଉ ଶକ୍ତି କି ଆମର ଅସୁବିଧା କରେ ସେ ଶକ୍ତି ଆମଠୁ ଦୂରେଇ ଯିବ। ସେଇ ପ୍ରଭୁ ସମସ୍ତଙ୍କର ମନୋ ବିଧାନ କରନ୍ତୁ। ଯଦି ଜୟ ସୁନ୍ଦର ଦୃଶ୍ୟ, ମନୋରମ ପରିବେଶ ତମମାନଙ୍କୁ ଦେଖିଲେ ମୋତେ ଲାଗୁଛି ସ୍ୱର୍ଗର ଅମରାବତୀର ଛାୟା ପଡ଼ିଛି କି। ଯେମିତି କହୁଥିଲେ ଆମର ମଲ୍ଲିକ ମହୋଦୟ, ଆଜି ମୋତେ ମନେ ହେଉଛି ଏଠି ଗୋଟେ ଛୋଟ ଗୋପପୁରଟିଏ ବସିଛି କି। ତେବେ ସେ ଯାହା ହଉ, ଆଜି ଆମ ଗହଣରେ ଯେଉଁ ମହାନୁଭବ ବ୍ୟକ୍ତିତ୍ୱଗଣ ଉପସ୍ଥିତ ରହି ସେମାନଙ୍କର ବହୁମୂଲ୍ୟ ସମୟ ଦେଇ ଆମମାନଙ୍କୁ ମୁକ୍ତା ସଦୃଶ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ତାକୁ ଆମେ ସମସ୍ତେ
କର୍ମରେ ନିଶ୍ଚିତ ଭାବରେ ଲଗେଇବା ଏବଂ ଭବିଷ୍ୟତରେ ତାକୁ ହିଁ ଆମ ଜୀବନର ପଥ ପ୍ରଦର୍ଶକ ରୂପେ ମାନି ତାରି ଅନୁସରଣରେ ଯଦି ବାଟ ଚାଲିବା, ପରମାତ୍ମାଙ୍କୁ ଆମେ ସହାୟ ପାଇବୁ, ପରମାତ୍ମାଙ୍କ ଭିତରେ ଆମେ ମାନେ ସମାହିତ ହେଇଯିବା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସମ୍ପ୍ରତି ସମାଜର ପରିସ୍ଥିତି ଆମେ ମାନେ ସମସ୍ତେ ଜାଣିଛେ ଏବଂ ସେଥିପାଇଁ ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ, କୃଷ୍ଣଙ୍କ ଭଳି କୁହନ୍ତୁ, ଯୁଗେ ଯୁଗେ ପାପର କ୍ଷୟ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ, ଏହା ହିଁ ତ ଆମ ଭାରତୀୟ ସଂସ୍କୃତିର ପରମ୍ପରା, ଏହା ହିଁ ଆମ ସଂସ୍କୃତିର ପରିଚୟ। ତେବେ ଆଜିର ଏହି ଶୁଭ ଅବସରରେ ଯେଉଁମାନେ ଆମ ଗହଣରେ ଉପସ୍ଥିତ ରହି ଆମର ଏହି ଉତ୍ସବର